କଡ଼ରେ ଗଛଟିଏ ଥିଲା, ସବୁଜ ପତ୍ରରେ ଭରପୁର ହୋଇଥିଲା। କେତେ ଚଢ଼େଇ ତାପରେ ଡିଆଁ କୁଦା କରୁଥିଲେ। ବନରେ ଗଛଟା ଦୋହଲୁଥିଲା, ପବନ ସହିତ ମିଶି ଗୁଣୁ ଗୁଣୁ ଗୀତ ଗାଉଥିଲା। ହେଲେ ସେ ଗଛଟା କଣ ଜାଣିଥିଲା କିଛି ଦୂର ଆଗରୁ ତା ପାଖକୁ ଗୋଟେ ବୁଲଡୋଜର ମାଡ଼ି ଆସୁଛି ବୋଲି। 10 ବର୍ଷର ହେଇଥିଲେ ବାପ ମା ଆର ପାରିକୁ ଚାଲିଗଲେ। ଏ ଛୋଟ ଭାଇ ଭଉଣୀ 2 ଜଣଙ୍କୁ ମଣିଷ କରିବା ପାଇଁ ମୁଁ ଏତେ ପରିଶ୍ରମ କଲି ଯେ ନିଶ୍ୱାସ ମାରିବାକୁ ମତେ ସମୟ ମିଳିଲାନି। ସୁଖ ଟିକେ କଣ ଜାଣିବା ଆଗରୁ ଏତେ ଦୁଃଖ। ଇଏ ତ ଦୁଃଖ ନୁହେଁ, ସତେ ଯେମିତି ଦୁଃଖର ପାହାଡ। ଏ ମୌସୁମୀ, ତମେ କହିଲ ଭଗବାନ ଏମିତି ନିଷ୍ଠୁର ହୁଅନ୍ତି କାହିଁକି? କାହା କଥା କହିଲ? ଭଗବାନ କାହା କଥା କହିଲ? ଆଉ ଥରେ କୁହ। ଭଗବାନ ଭଗବାନ ଭଗବାନ। ସେଇ ଭଗବାନ ତମକୁ ଦଣ୍ଡ ଦେଇଛନ୍ତି। ସେଦିନ ତମେ ସନ୍ନ୍ୟାସୀ ମହାରାଜଙ୍କୁ ଅପମାନିତ କଲ, ଧକ୍କା ମାରି ତାକୁ ଏ ଘରୁ ବାହାର କରିଦେଲ, ଶେଷରେ ମନ୍ଦିର ବୁଲଡୋଜର ପକେଇ ଭାଙ୍ଗି ଦେଲ। ଏ ସବୁ ତାରି ଫଳ। ସେଇ ସନ୍ନ୍ୟାସୀ ମହାରାଜ ମନ୍ଦିର ଭିତରେ ବସିଥିବା ସେଇ ଜଗନ୍ନାଥଙ୍କର ଅଭିଶାପ। ତାମାନେ ତମେ କହୁଛ ମଣିଷ ଦେହ ସିନା ରକ୍ତ ମାଂସରେ ତିଆରି, ହେଲେ ଭଗବାନଙ୍କ ଦେହ ପରା କାଚରେ ତିଆରି। ରକ୍ତ ମାଂସ ଶରୀର ହାତରେ କାଚକୁ ଭାଙ୍ଗିବାକୁ ଚେଷ୍ଟା କଲେ ଆଘାତ ଲାଗିବ ନା। এই ଦେଖ, ତମ ମାମା ଦେହ ସାରା କେମିତି ରକ୍ତ, ତମ ଭାଇର ଭବିଷ୍ୟତ କେମିତି ରକ୍ତାକ୍ତ, ତମ ସ୍ତ୍ରୀ ଧନଟା କେମିତି ରକ୍ତରେ ନା, ଆଉ ମହାଭାରତ ଚାରିପଟ ରକ୍ତାକ୍ତ। ତାହେଲେ ଏସବୁ ଘଟୁଛି ସେଇ ଗୋଟିଏ ଭୁଲ ପାଇଁ। ଗୋଟିଏ ଭୁଲ ପାଇଁ